ହାତୀ ଆକ୍ରମଣରେ ମହିଳା ଗୁରୁତର ଆହତ ମହିଳା ବଡ଼ବିଲ ରେଞ୍ଜ କୁନ୍ଦରୁପାଣି ଅଞ୍ଚଳର ନରସିଂହ ପିଙ୍ଗୁଆଙ୍କ ସ୍ତ୍ରୀ ହୋପେନ ପିଙ୍ଗୁଆ। ଆଜି ସେ ଗାଁର ଅନ୍ୟ 5 ଜଣ ମହିଳାଙ୍କ ସହିତ ନିକଟସ୍ଥ ସିଧମଠ ଜଙ୍ଗଲକୁ ଜାଳେଣୀ କାଠ ସଂଗ୍ରହ ପାଇଁ ଯାଇଥିଲେ। ଅପରାହ୍ନରେ କାଠ ନେଇ ଫେରୁଥିବା ବେଳେ ସେମାନେ ଏକ ଦନ୍ତା ହାବୁଡ଼ରେ ପଡ଼ିଯାଇଥିଲେ। ଅନ୍ୟମାନେ ସେଠାରୁ ଦୌଡ଼ି ପଳାଇ ନିଜର ଜୀବନ ବଞ୍ଚାଇ ନେଇଥିବା ବେଳେ ହୋପେନ କିନ୍ତୁ ଧାଇଁ ଯାଇ ପାରିନଥିଲେ। ଫଳରେ ଦନ୍ତା ହାତୀ ତାଙ୍କୁ ଆକ୍ରମଣ କରିଥିଲା। ସୂଚନା ପାଇ ଗୁଆଲି ଫରେଷ୍ଟର ଘଟଣାସ୍ଥଳରେ ପହଞ୍ଚି ଗୁରୁତର ମହିଳାଙ୍କୁ ଉଦ୍ଧାର କରି ପ୍ରଥମେ ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ତେବେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ମହିଳାଙ୍କ ଗୋଟିଏ ଗୋଡ଼ ଭାଙ୍ଗି ଯାଇଥିବା ଜଣାପଡ଼ିଛି। ସିଧମଠ ଜଙ୍ଗଲରେ ଏବେ 5ଟି ହାତୀ ରହିଥିବା ବେଳେ ବନ ବିଭାଗ ସୂଚନା ଦେଇଛି। ଯୋଡ଼ାରୁ ଭଗବାନ ଗିରିଙ୍କ ରିପୋର୍ଟ, ଉତ୍ସର୍ଗ ଖବର।